ଜୟ ଜଗନ୍ନାଥ। ଶୁଭ ସକାଳ। ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରି ମୁଁ ଆଜି ଲୋକଙ୍କ ପାଇଁ ପଲ୍ୟୁସନ୍ ବିଷୟରେ କିଛି କହିବାକୁ ଚାହୁଁଛି। କ'ଣ କହିବାକୁ ଚାହୁଁଛି? ମୋର ସରକାରକୁ ମୋର ଅନୁରୋଧ ତଥା ପ୍ରଶାସନ ଅଧିକାରୀମାନଙ୍କର ଅନୁରୋଧ, ଆପଣମାନେ ଦେଖନ୍ତୁ, ଯେଉଁମାନେ ପଲ୍ୟୁସନ୍ କରୁନାହାନ୍ତି ସେମାନେ ଦଣ୍ଡିତ ହେଉଛନ୍ତି, ଯେଉଁମାନେ ସବୁବେଳେ ପଲ୍ୟୁସନ୍ କରୁଛନ୍ତି ସେମାନେ ବି ଦଣ୍ଡିତ ହେଉଛନ୍ତି। ଆପଣ ବୋଲି ଯେଉଁମାନେ ପଲ୍ୟୁସନ୍ କରୁଛନ୍ତି ସେମାନେ କେମିତି ଦଣ୍ଡିତ ହେଉଛନ୍ତି, ଆଉ ଯିଏ ନ କରୁଛି ସିଏ କେମିତି ଦଣ୍ଡିତ ହେଉଛନ୍ତି? ଦେଖନ୍ତୁ, ଜଣେ ପୁରାପୁରି ଅଜାମିଳ ହୋଇଯାଉଛି, ସିଏ କେବେ ଲାଇଫ୍ରେ ପଲ୍ୟୁସନ୍ କରୁନି, କି ଇନ୍ସୁରାନ୍ସ କରୁନି, କି RC ବି କରୁନି, ସିଏ ଆଜାଦରେ ବୁଲୁଛି। ମୋ ବାପା ଅମକ ଅଛି, ମୋ ଭାଇ ଅମକ ଅଛି, ମୋ ଭେଣେଇ ଅମକ ଅଛି, ମୋର ଏମିତି ଚିହ୍ନା ପରିଚୟ ଅଛନ୍ତି, କାହାକୁ କେମିତି କହିକି ସବୁ ଖସି ଯାଉଛନ୍ତି। ଯେଉଁ ସାଧାରଣ ଲୋକଟି ପଲ୍ୟୁସନ୍ କରୁଥିବ, ଥରେ ତା'ର ସରିଯାଇଛି ଡେଟ୍, ଗୋଟେ 5 ଦିନ କି 10 ଦିନ 15 ଦିନ ସରିଯାଇଛି, କି ସିଏ ବାହାରକୁ ଯାଇଛି, ତା ଗାଡ଼ି ସିଏ ୟୁଜ୍ କରିନି, ତା'ର କ'ଣ ଅସୁବିଧା ଅଛି? କି ଗୋଟେ ଲୋକ ମେଡ଼ିକାଲରେ ପଡ଼ିଛି, ସ୍କୁଟର କି କାର୍ ଭଲ ମନ୍ଦ ସେ ୟୁଜ୍ କରିନି, ମାସେ କି 1.5 ମାସ ତା'ର ଅସୁବିଧା ହେଇଯାଉଛି। ଆପଣ ଧ୍ୟାନ ରଖନ୍ତୁ, ଜଣେ କଣ୍ଟିନ୍ୟୁ କରିକି ଗାଡ଼ି ଚଲେଇଲା ଦିନଠୁ ପଲ୍ୟୁସନ୍ କରିକି ଆସୁଛି। ସପୋଜ୍ ଗୋଟେ ମାସେ କି 15 ଦିନ 1.5 ମାସ ତା'ର ପ୍ରୋବ୍ଲେମ୍ ହେଇଛି, ସେ ପଲ୍ୟୁସନ୍ କରୁନି, କ୍ୟାମେରା ତ ଜାଣୁନି ସେ ବିଷୟ ନା। କ୍ୟାମେରା କ'ଣ ଜାଣୁଛି କି? ୟାର ଦେହ ଖରାପ ଥିଲା କି ଭଲ ବଦଲା। ଆପଣମାନଙ୍କୁ ବିଶେଷ ଅନୁରୋଧ, ପ୍ରଶାସନ ଅଧିକାରୀଙ୍କ ଅନୁରୋଧ, ସରକାରଙ୍କ ଅନୁରୋଧ, ସବୁବେଳେ ଟିକେ ଧ୍ୟାନ ଦିଅନ୍ତୁ, ତାକୁ ଚେକ୍ କରନ୍ତୁ। ଏ ଲୋକଟା ପଲ୍ୟୁସନ୍ କେତେ ଦିନ ହେଲା କରିନି, ଏ କଣ୍ଟିନ୍ୟୁ କରୁଛି କି କଣ୍ଟିନ୍ୟୁ କରୁନି। ଆପଣମାନେ ଯଦି ଆ ପ୍ରତି ଧ୍ୟାନ ଦେବେ, ସେ ଲୋକଟା ବଞ୍ଚିଯିବ। ଦୋଷଟା ଦୋଷୀକି ଦିଆଯାଉ, ନିର୍ଦ୍ଦୋଷୀକୁ ନିର୍ଦ୍ଦୋଷରେ ସାବ୍ୟସ୍ତ କରାଯାଉ। ମୋର ଏତିକି ଅନୁରୋଧ ପ୍ରଶାସନକୁ। ଜୟ ଜଗନ୍ନାଥ।